केकेआर फैंस ପାଇଁ ବଡ଼ ଖୁସି ଖବର। ଶ୍ରେୟସ ଆୟରଙ୍କ ବିଦାୟ ପରେ ଆଜିଙ୍କ୍ୟ ରାହାଣେଙ୍କୁ ଅଧିନାୟକ କରାଯାଇଥିଲା, କିନ୍ତୁ ଏବେ ରାହାଣେ ମଧ୍ୟ କ୍ରିକେଟରୁ ଅବସର ନେଇଛନ୍ତି। ତେବେ IPL 27ରେ କେକେଆରର ନୂଆ ଅଧିନାୟକ କିଏ? ରିଙ୍କୁ ସିଂଙ୍କୁ ମିଳିବ କି ବଡ଼ ଦାୟିତ୍ୱ? ଚାଲନ୍ତୁ ସମ୍ପୂର୍ଣ୍ଣ ଖବର ଜାଣିବା। ନମସ୍କାର ବନ୍ଧୁମାନେ, ଆପଣ ଦେଖୁଛନ୍ତି ଜୁନ୍ 12 ଓଡ଼ିଶା କ୍ରିକେଟ୍ ନ୍ୟୁଜ୍। ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଯେଉଁମାନେ ନୂଆ ଅଛନ୍ତି। ଚାଲନ୍ତୁ ସମ୍ପୂର୍ଣ୍ଣ ଖବର ଜାଣିବା। ଦର୍ଶକ ବନ୍ଧୁ, କେକେଆର ପାଇଁ ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଅଧିନାୟକ କିଏ ହେବ। ପ୍ରଥମେ ଶ୍ରେୟସ ଆୟର ଦଳ ଛାଡ଼ିଲେ, ତାପରେ ଆଜିଙ୍କ୍ୟ ରାହାଣେଙ୍କୁ ନେତୃତ୍ୱ ଦିଆଗଲା। କିନ୍ତୁ ଏବେ ରାହାଣେ ଅବସର ପରେ କେକେଆର ପାଇଁ ପୁଣି ଥରେ ଅଧିନାୟକ ଖୋଜା ଚାଲିଛି। ଏହି ପରିସ୍ଥିତିରେ ସବୁଠାରୁ ଆଗରେ ଅଛନ୍ତି ରିଙ୍କୁ ସିଂ। ସେ ଗତ କିଛି ବର୍ଷ ଧରି କେକେଆରର ସବୁଠାରୁ ଭରସାଯୋଗ୍ୟ ଭାରତୀୟ ଖେଳାଳିମାନଙ୍କ ମଧ୍ୟରୁ ଜଣେ। ତାଙ୍କ ଶାନ୍ତ ସ୍ୱଭାବ, ଫିନିସିଂ କ୍ଷମତା ଏବଂ ଟିମ୍ରେ ସମ୍ମାନ ତାଙ୍କୁ କ୍ୟାପ୍ଟେନ୍ ପଦ ପାଇଁ ଶକ୍ତିଶାଳୀ ଦାବି କରିଛି। ତେବେ କେକେଆର ପାଖରେ ଅନ୍ୟ ବିକଳ୍ପ ମଧ୍ୟ ଅଛି। ସୁନୀଲ ନାରାୟଣ ଭଳି ଅଭିଜ୍ଞ ଖେଳାଳି କିମ୍ବା IPL 27 ନିଲାମରେ ତାଙ୍କୁ ଆଣିବା ପାଇଁ ମଧ୍ୟ ଚେଷ୍ଟା ଚାଲିଛି। ତେବେ ଏପର୍ଯ୍ୟନ୍ତ ରିଙ୍କୁ ସିଂଙ୍କ ନାମରେ ଆଗରୁ ଅଛି, କିନ୍ତୁ ଘୋଷଣା ହୋଇନାହିଁ। ଏବେ ଦେଖିବାକୁ ବାକି ରହିଲା କେକେଆର ମ୍ୟାନେଜମେଣ୍ଟ ଯୁବ ଖେଳାଳି ରିଙ୍କୁ ସିଂଙ୍କ ଉପରେ ଭରସା କରିବ କି ନା ଅନୁଭବ ଖେଳାଳି କିମ୍ବା ନିଲାମ ମାଧ୍ୟମରେ ନୂଆ ଅଧିନାୟକ ଆଣିବ। ଦର୍ଶକ ବନ୍ଧୁ, ଆପଣଙ୍କ ମତରେ IPL 27ର କେକେଆର ଅଧିନାୟକ କିଏ ହେବା ଉଚିତ? ରିଙ୍କୁ ସିଂ ନା ଅନ୍ୟ କେହି? କମେଣ୍ଟ କରି ନିଶ୍ଚିତ ଜଣାନ୍ତୁ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର, ଚ୍ୟାନେଲ ସବସ୍କ୍ରାଇବ୍ କରନ୍ତୁ। ନମସ୍କାର, ଧନ୍ୟବାଦ, ଜୟ ହିନ୍ଦ।